କାହାଣୀ କୁହାଳିଆ କଇଁଛ। ଦୁଇଟି ହଂସ ଓ ଗୋଟିଏ କଇଁଛ ମଧ୍ୟରେ ବହୁତ ଭଲ ବନ୍ଧୁତା ହୋଇଗଲା। ପରସ୍ପର ଘଣ୍ଟା ଘଣ୍ଟା ଧରି ପୋଖରୀ କୂଳରେ ଗପ କରନ୍ତି। ଖାଇ ପିଇ ସାଥୀ ହୋଇ ରହି ଦିନଗୁଡ଼ିକ ଖୁସିରେ କଟାଇ ଦେଉଥାନ୍ତି। ଥରେ ବର୍ଷା ଅଭାବରୁ ନଈ ପୋଖରୀ ସବୁଗୁଡ଼ିକ ଶୁଖିଗଲା। ହଂସମାନେ ରହୁଥିବା ପୋଖରୀ ମଧ୍ୟ ଶୁଖିବାକୁ ଲାଗିଲା। ସେମାନେ ଆସନ୍ତା ବିପଦକୁ ଆଶଙ୍କା କରି ଚିନ୍ତା କଲେ ଅନ୍ୟ ଏକ ପୋଖରୀକୁ ଉଡ଼ି ଚାଲିଯିବା ପାଇଁ। ହଂସମାନଙ୍କର ଏଇ କଥା ଶୁଣି କଇଁଛ କହିଲା, ଆମେମାନେ ଏତେ ଭଲ ବନ୍ଧୁ, ତୁମେମାନେ ମୋତେ ଛାଡ଼ି କିପରି ଚାଲିଯିବ? ହଂସ ଦୁଇଜଣ କହିଲେ, ବନ୍ଧୁ, ତୁମେ ତ ଖୁବ୍ ଧୀରେ ଧୀରେ ଚାଲ, ତେଣୁ ତୁମକୁ ନେଇ ଆମେ କେଉଁଠାକୁ ଏବଂ କିପରି ଯିବୁ? କଇଁଛ କହିଲା, ବନ୍ଧୁ, ମୋ ପାଇଁ କିଛି ଉପାୟ କର, ମୁଁ ତୁମମାନଙ୍କ ପାଖରେ ରହିବି। ହଂସଟିଏ କିଛି ସମୟ ଚିନ୍ତା କରି କହିଲା, ବନ୍ଧୁ କଇଁଛ, ଆମେ ତୁମକୁ ନେଇପାରିବୁ, ମାତ୍ର ସର୍ତ୍ତ ଏତିକି, ତୁମେ ବିଲକୁଲ ମୁହଁ ଖୋଲିବ ନାହିଁ। କଇଁଛଟି ଭାରି କୁହାଳିଆ ଥିଲା। ସବୁବେଳେ କିଛି ନା କିଛି କହିବା ତାର ଅଭ୍ୟାସ ଥିଲା। ସେ ହଂସମାନଙ୍କର କଥା ଶୁଣି କହିଲା, ହଉ, ମୁଁ ମୁହଁ ଖୋଲିବି ନାହିଁ। ହଂସ ଦୁଇଜଣ ଗୋଟିଏ ବାଡ଼ି ଆଣି ବାଡ଼ିର ଦୁଇ ମୁଣ୍ଡକୁ ଧରିଲେ ଏବଂ କଇଁଛକୁ କହିଲେ ବାଡ଼ିର ମଝିରୁ ପାଟିରେ କାମୁଡ଼ି ଧରିବା ପାଇଁ। ସେହିପରି ଭାବେ ହଂସ ଏବଂ କଇଁଛ ଉଡ଼ି ଚାଲିଲେ। କଇଁଛ ତ କେବେ ଉଡ଼ି ନଥିଲା, ତାକୁ ମଜା ଲାଗୁଥାଏ। ପାହାଡ଼ ଜଙ୍ଗଲ ଟପି ସହର ଆସିଲା। ସେମାନେ ଉଡ଼ି ଚାଲୁଥିଲେ। କଇଁଛର ମନ ହେଉଥାଏ, କେତେ ସମୟ ଚୁପ୍ ହୋଇ ରହିବି, ଯାଉଛି ହଂସମାନଙ୍କ ସାଙ୍ଗରେ କିଛି କଥାବାର୍ତ୍ତା କରିବି। ମାତ୍ର ପର ମୁହୂର୍ତ୍ତରେ ମନେ ପଡ଼ିଗଲା, ହଂସମାନେ ତାକୁ ପାଟି ଖୋଲିବାକୁ ମନା କରିଛନ୍ତି। ତେଣୁ ମନ କଥା ମନରେ ମାରି ଚୁପ୍ ହୋଇ ରହିଲା। ବାଟରେ ସହରରେ ଦୁଇଟି ହଂସ ଏବଂ କଇଁଛକୁ ଉଡ଼ି ଯାଉଥିବା ଦେଖି ପିଲାମାନେ ପାଟିତୁଣ୍ଡ କଲେ ଏବଂ କହିଲେ, ଆରେ ଦେଖ, ହଂସ ଦୁଇଟି କେମିତି କଇଁଛକୁ ଧରି ଉଡ଼ି ଚାଲୁଛନ୍ତି। ଯଦି କଇଁଛଟି ତଳେ ପଡ଼ିଯାଆନ୍ତା, ତେବେ ଆମେ ତାକୁ ମାରି ଖାଇଦିଅନ୍ତେ। ଏହିପରି କଥା ଶୁଣି କଇଁଛ ବା ସମ୍ଭାଳିବ କେମିତି? ରାଗରେ କଥା କହିବା ପାଇଁ ମୁହଁ ଖୋଲିବାରୁ ଧୁମ୍ କରି ତଳେ ଖସି ପଡ଼ିଲା। ଏତେ ଉପରୁ ପଡ଼ିବାରୁ ଆଉ ସେ ବଞ୍ଚିପାରିଲା ନାହିଁ। ହଂସ ଦୁଇଜଣ ବହୁତ ମନ ଦୁଃଖ କଲେ ଏବଂ କହିଲେ, କଇଁଛ ଯଦି ଟିକିଏ ସହିଯାଇଥାନ୍ତା, ତେବେ ଆଜି ବଞ୍ଚି ପାରିଥାନ୍ତା। କଇଁଛ ପରି ବହୁତ ଲୋକ ଅଛନ୍ତି, ଆଗ ପଛ ବିଚାର ନ କରି ମୁହଁ ଖୋଲି ଏହିପରି ବିପଦରେ ପଡ଼ିଥାନ୍ତି। ବିଚାରକ୍ରାନ୍ତି ଦୂତ ୟୁଟ୍ୟୁବ୍ ଓଡ଼ିଆ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବା ସହ ପରବର୍ତ୍ତୀ ଭିଡ଼ିଓ ପ୍ରାପ୍ତ କରିବା ପାଇଁ ବେଲ୍ ଆଇକନ୍ ଦବାନ୍ତୁ ଏବଂ ବିଚାରକ୍ରାନ୍ତି ଦୂତ ଓଡ଼ିଆ ଫେସବୁକ୍ ପେଜ୍ ସହ ଯୋଡ଼ି ହୁଅନ୍ତୁ। ଧନ୍ୟବାଦ।